ମୁଁ ଅନୁରୋଧ କରିବି ସେ ତାଙ୍କର କଥା ରଖିବେ এই ଫିଲ୍ମ ପାଇଁ ପ୍ଲିଜ। ଜୟ ଜଗନ୍ନାଥ। ସର୍ବପ୍ରଥମେ ମୁଁ ଏଠିକୁ ଆସିଥିବା ଆମର ଅତିଥିମାନଙ୍କୁ ବହୁତ ବହୁତ କୃତଜ୍ଞତା ଦେଉଛି। ଗୋଟିଏ ହ୍ୱାଟ୍ସଆପ୍ ମେସେଜ ଆଉ ଆଜି ହଲ୍ରେ ଆପଣମାନେ ଆସିକି ଚାନ୍ଦ ଲଗେଇ ଦେଇଛନ୍ତି, ବହୁତ ବହୁତ ଧନ୍ୟବାଦ। ଆଜିର ମୁଖ୍ୟ ଅତିଥି ମୋର ବଡ଼ ଭାଇ, ମୁଁ ଛାତ୍ର ରାଜନୀତି କରିବା ସମୟରୁ ତାଙ୍କ ସହିତ ଓତପ୍ରୋତ ଭାବରେ ଜଡ଼ିତ ଏକାମ୍ରର ମାଧ୍ୟମର ବିଧାୟକ ଶ୍ରୀ ବାବୁ ସିଂ ମହୋଦୟ, ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଲୋକଙ୍କର ସୁଖ ଦୁଃଖର ସାଥୀ ତଥା ମୋର ବଡ଼ ଭାଇ, ମୋର ଶୁଭେଚ୍ଛୁ ଏବଂ ମୋର ଜଣେ ପ୍ରଶଂସକ ଜଗା ଭାଇ, ଆମର ଫିଲ୍ମର ପ୍ରଡ୍ୟୁସର ବିକଳାନନ୍ଦ ପର ପ୍ରଡକ୍ସନ ହାଉସର ଯିଏ ଓନର ପ୍ରଶାନ୍ତ ବାବୁ, ଆମର ମୁଖ୍ୟ ଆଡଭାଇଜର ଦିଲ୍ଲୀପ ବାବୁ, ଆମର ଡିରେକ୍ଟର ଯିଏକି ମୁଭିର ବିଶ୍ୱକର୍ମା କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୋଟେ କଞ୍ଚା ମାଟିକୁ କେମିତି ମୂର୍ତ୍ତିର ରୂପ ଦିଆଯାଏ ସେଇଟା ସବୁବେଳେ ଜଣେ ଡିରେକ୍ଟରଙ୍କ ହାତରେ ଥାଏ, ସଞ୍ଜୟ ସାର୍। ମୋ ସହିତ ଆମର ନାୟିକା ଅଛନ୍ତି ପୂନମ ମିଶ୍ର, ଯାହାକୁ ମୁଁ ଆଗରୁ ଚିହ୍ନି ନଥିଲି, କିନ୍ତୁ ଏଇ ମୁଭି ମାଧ୍ୟମରେ ମାନେ ତାଙ୍କୁ ଇନଷ୍ଟାଗ୍ରାମରେ ଫେସବୁକରେ ଦେଖୁଥିଲି, କିନ୍ତୁ ମୁଁ ଜାଣିନଥିଲି ଯେ ମାନେ ଏତେ କୋଅପରେଟିଭ୍ ଆର୍ଟିଷ୍ଟ। ଗୋଟେ ସାନ ଭଉଣୀଟେ ମୁଁ ଆଉ କ'ଣ ପାଏ ନ ପାଏ, ମୁଭିରେ ମୁଁ ଗୋଟେ ସାନ ଭଉଣୀଟେ ପାଇଛି, ପୂନମ ମିଶ୍ର। ଆଉ ଆମର ମୁଖ୍ୟ ନାୟକ ରାଜେଶ, ଯାହାକୁ ତ ଆପଣ ଅନେକ ଭିଡ଼ିଓରେ ଅନେକ ମୁଭିରେ ଦେଖିଛନ୍ତି ଏବଂ ଆକ୍ଟିଂ ମାଧ୍ୟମରେ ସିଏ ବି ଚାନ୍ଦ ଲଗେଇଛନ୍ତି ଏହି ମୁଭିରେ। ଆମ ସହିତ ଦୁଷ୍ମନ୍ତ ଭାଇ ଅଛନ୍ତି, ତାଙ୍କ ସହିତ ପରିଚୟ ଟିକେ ଭିନ୍ନ ପ୍ରକାର, କାହିଁକିନା ତାଙ୍କ ମିସେସ୍ ଯିଏ କାଜଲ ମିଶ୍ର, ତାଙ୍କ ସହିତ ମୁଁ ବଡ଼ ଘୁମର କଥା କହି ବହୁତ ଦିନ ବହୁତ ଏପିସୋଡ଼ ଆମେ କରିଛୁ, ପାଖାପାଖି 1,500 ଏପିସୋଡ଼। ତେଣୁକରି ମୁଁ ଭିଣେଇ ବୋଲିକି ତାଙ୍କୁ ଡାକେ। ଏପଟେ ରହିଛନ୍ତି ଆମର ବିରଞ୍ଚି ବାବୁ, ସିଏ ବି ବଡ଼ ଘୁମର କଥାରେ ଖଳନାୟକ ହେଇଥିଲେ, ତାଙ୍କ ସହିତ ପସନ୍ଦ ବହୁତ ହେଇଥିଲା, ଏଠି ବି ଖଳନାୟକ ହିଁ ହେଇଛନ୍ତି। ଏବଂ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡ଼ିଆରୁ ଆସିଥିବା ସମସ୍ତ ବନ୍ଧୁମାନେ, ଆଉ ସେଇ ହ୍ୱାଟ୍ସଆପ୍ ମେସେଜରେ କେବଳ ତାକୁ ରେସ୍ପେକ୍ଟ ଦେଇ ଆସିଥିବା ମୋର ସମସ୍ତ ଶୁଭେଚ୍ଛୁମାନଙ୍କୁ ବହୁତ ବହୁତ ନମସ୍କାର ଜଣାଉଛି। ପାଣ୍ଡବଙ୍କର କୌରବଂଶ ସହିତ ଯୁଦ୍ଧ ମୁଖ୍ୟ ଭୂମିକା ଥାଏ, ତେଣୁ ଏ ଫିଲ୍ମଟି ଯଦି ହିଟ୍ ହେବ ଶ୍ରୀମୟୀ ମିଶ୍ରର ମୁଖ୍ୟ ଭୂମିକା ହେବ। ଫିଲ୍ମଟି ହିଟ୍ ହେଇକି କୋଉଭଳି ମହାଭାରତ ସୃଷ୍ଟି କରୁଛି ଏବଂ ସେ ଫିଲ୍ମରୁ ଜଣାପଡ଼ିବ କୌରବ ବଂଶ କିଏ, ପାଣ୍ଡବ ବଂଶ କିଏ। ତେଣୁ ଆମେ ସେଟାକୁ ଅପେକ୍ଷା କରିଛୁ ଏବଂ ଦର୍ଶକ, ମୁଁ ଯେତିକି ଫିଲ୍ମରେ ଆମେ ବୁଝୁଛୁ, ଦର୍ଶକ ଭରପୁର ଅପେକ୍ଷା କରି ରହିଛୁ ଏ ଫିଲ୍ମଟି ଦେଖିବା ପାଇଁ। ଯେମିତି ଗୋଟେ ହିରୋର ଆଗରୁ ପୁରା ଟିଜର ଏବେ କହୁଛନ୍ତି, ଆଗରୁ ଟ୍ରେଲର କହୁଛନ୍ତି, ଏବେ ଟିଜର କହୁଛନ୍ତି, ନୂଆ କଥା। ତେଣୁ ସେଭଳିଆ